ସାଇକୋଲୋଜି କହିଥାଏ କୌଣସି ମହିଳା ତୁମଠୁ ପ୍ରେମ ଚାହୁଁଛି କି ଦେହ, ତାର ଏହି ଦୁଇଟି ଅଭ୍ୟାସରୁ ସଫା ସଫା ଜଣା ପଡ଼ିଥାଏ। ତାହା ହେଉଛି ପ୍ରଥମତଃ ସେ ତୁମର ବ୍ୟକ୍ତିଗତ କଥା କାହାକୁ ସେୟାର କରିବେ ନାହିଁ ଓ ଦ୍ୱିତୀୟରେ ତୁମକୁ ନିଜର ପରିବାର ସହିତ ପରିଚୟ କରାଇବା ପାଇଁ ଚେଷ୍ଟା କରିବେ। କେଉଁ ପୋଜିସନରେ ସବୁଠାରୁ ଅଧିକ ଗେହିବା ଭଲ ହୋଇଥାଏ? ଏହାର ଉତ୍ତର ହେଉଛି ଠିଆ ହୋଇ ଗେହିବା ଦ୍ୱାରା ଅଧିକ ମଜା ଆସିଥାଏ। ଝିଅମାନଙ୍କର ଦୁଇଟି ଯାକ ସ୍ତନରେ ସବୁଠାରୁ ଅଧିକ ଯନ୍ତ୍ରଣା କେତେବେଳେ ହୋଇଥାଏ? ଏହାର ଉତ୍ତର ହେଉଛି ସମ୍ଭୋଗ କରିବା ସମୟରେ ଅଧିକ ଜୋରରେ ଚିପିବା ଦ୍ୱାରା ଯନ୍ତ୍ରଣା ହୋଇଥାଏ। ସାଇକୋଲୋଜି କହିଥାଏ ଯେତେବେଳେ ଗୋଟେ ଝିଅ ପ୍ରଥମ ଥର କରି କୌଣସି ଏକ ପୁଅର ବାଣ୍ଡଟିକୁ ଦେଖିଥାଏ ତେବେ ସେ ଏହାକୁ ନିଜ ବିହା ଭିତରେ ନେବା ବିଷୟରେ ଭାବିବା ଆରମ୍ଭ କରି ଦେଇଥାଏ। ବିବାହ ପରେ ସମ୍ଭୋଗ କରିବାର ସଠିକ୍ ଟାଇମ୍ କେଉଁଟା ଅଟେ? ଏହାର ଉତ୍ତର ହେଉଛି ରାତିରେ ଶୋଇବା ପୂର୍ବରୁ ସମ୍ଭୋଗ କରିବାଟା ସଠିକ୍ ଟାଇମ୍ ହୋଇଥାଏ। ସାଇକୋଲୋଜି କହିଥାଏ ସେହି ସ୍ତ୍ରୀର ହୃଦୟର ସ୍ପନ୍ଦନ ସବୁଠାରୁ ଅଧିକ ବଢ଼ିଯାଇଥାଏ ଯେତେବେଳେ କୌଣସି ପୁରୁଷ ତାଙ୍କ ଜଙ୍ଘକୁ କଷିକି ଧରିଥାଏ। ସାଇକୋଲୋଜି କହିଥାଏ ଯେଉଁ ଲୋକମାନେ ସପ୍ତାହରେ କେବଳ ଗୋଟିଏ ବା ଦୁଇଥର ସେକ୍ସ କରିଥାନ୍ତି ସେହି ଲୋକମାନଙ୍କର ହୃଦୟଜନିତ ରୋଗ ହେବାର ସମ୍ଭାବନା 30% ପର୍ଯ୍ୟନ୍ତ କମ୍ ହୋଇଯାଇଥାଏ।